मुई जेबेठୁ ଜାଣିଛି ନବୀନ ପଟ୍ଟନାୟକ ଆପଣ ମାନେ ବହୁତ ସାରା ଲୋକ ଜାଣିଥିବେ ନା ତାର ବାପା ଅଛି ନା ତାର ମା ଅଛି ନା ତାର କିଏ ଅଛି ନା ତାର ଭାଇ ନା ତାର ଦାଦା ଅଛି। ବାବୁରେ ତୋର ଓଡିଶାର ଚିଫ ମିନିଷ୍ଟର କିଏ ବୋ? ଓଡିଶାର ନବୀନ ପଟ୍ଟନାୟକ ନା ହଁ ନବୀନ ପଟ୍ଟନାୟକ। ଛୁଆଦିନୁ ଯେତେବେଳେ ଆମେ ପଢି ଆସିଥିନା ବହୁତ ବଡ଼ ହେଇଗଲାନ ଏବେ ହେଲେ ଆମର ଗୋଟେ କିଛି ନି ବଦଳିଥାଏ ଏବେ ଗୋଟେ ଜିନିଷ ବଦଳି ଗଲା ଯେନ୍ଟାକି ଆପଣମାନଙ୍କୁ ପଚରୁଥିଲେ କି ଅଜିତ ସାର୍ ବି ପଚରୁଥିଲେ ସ୍କୁଲରେ କି ବାବୁ ଓଡ଼ିଶାର ସିଏମ୍ କିଏ ତ ଯେତେବେଳେ ଆମେ କହୁଥିଲେ ନା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କି ଆପଣ ନବୀନ ପଟ୍ଟନାୟକ ବି କହିଦଉଥିଲେ ନା ହେଲେ ଏବେ ସେଟା ଯେନ୍ଟାକି ଚେଞ୍ଜ ହେଇଯାଇଛି ଏବେ ବହୁତ ସାରା ଡେଭଲପମେଣ୍ଟ ଯେନ୍ଟାକି କରିସାରିଲା ପରେ ବିଜେଡି ସରକାର ବହୁତ ସାରା ଯେନ୍ତା ଡେଭଲପମେଣ୍ଟ କରିଛନ୍ କାଣା କରିଛନ୍ ମୁଇଁ ଆପଣଙ୍କୁ କହିଦେମି ହେଲେ ମୁଁ କେନ୍ ସରକାରର ସପୋର୍ଟ ନେଇ ନେବାର ବିଜେପି ବିଜେଡି କଂଗ୍ରେସ କେନ୍ଟା ବି ନେଇ ନେବାର ଯେନ୍ ମାନେ ଓଡ଼ିଶାର ଲାଗି ଭଲ କରିଛନ୍ ମୁଇଁ ସେମାନଙ୍କର କଥା କହିଦେମି ଠିକ ଅଛି। ତ ଓଡ଼ିଶାରେ ଦେଖ ଆମେ ଛୁଆ ଦିନୁ ବଢ଼ବାର ପର୍ଯ୍ୟନ୍ତ ଆଜି ତକ କେ ଯେନ୍ଟାକି ଆମେ କହୁଥିନୁ କି ଓଡ଼ିଶାର ସିଏମ୍ କିଏ ବୋଲେ ଆମେ କହୁଥିନୁ ନବୀନ ପଟ୍ଟନାୟକ ବୋଲିକରି ହେଲେ ଏବେ ସେଟା ଚେଞ୍ଜ ହେଇଯାଇଛେ ଇଲେକ୍ସନ ଖତମ ହେଇଗଲା ସେମାନେ ଇସ୍ତଫା ବି ଦି ସାରିଲେନ ଯେନ୍ଟାକି ସିଏମ୍ ପଦବୀରୁ ତ ସେମାନେ କାଣା ଡେଭଲପମେଣ୍ଟ କରିଛନ୍ ଓଡ଼ିଶା ଲାଗି କେତେ କାଣା ଭଲ କରିଛନ୍ ମୁଇଁ ସେଟା ଆପଣଙ୍କୁ କହିଦେମି ଯେନ୍ଟାକି ଆପଣମାନେ ସେମାନେ ଲଞ୍ଚ କରିଥିବେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯେନ୍ଟାକି ବହୁତ ମାତ୍ରାରେ ସକ୍ସେସ୍ ଥିଲା ବହୁତ ୟୁଜ୍ ମାତ୍ରାରେ ଯେନ୍ଟାକି ସକ୍ସେସ୍ ଥିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆପଣମାନେ ବି ଆପଣଙ୍କର ପରିବାର କି ଫ୍ୟାମିଲି କରି ଆପଣମାନେ ନେଇକରି ଯଦି ଯାଇଛନ୍ ଯେକୌଣସି ପ୍ରାଇଭେଟ ହସ୍ପିଟାଲ କି ବି ସେନେ ଯଦି ଆପଣଙ୍କ ପାଖେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ତାହେଲେ ଆପଣଙ୍କର ହାତରୁ ଯେନ୍ଟାକି ଟଙ୍କା ଗୋଟେ ବି ଯେନ୍ଟାକି ଖର୍ଚ୍ଚ ନାଇଁ ହତେ ସେଟା ପ୍ଲସ୍ ପଏଣ୍ଟ ଥିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର। ହେଲେ ବହୁତ ସାରା ଲୋକ ଏବେ କହିବେ हाँ आयुष्मान कार्ड तो अच्छे आयुष्मान कार्ड केते पे लोकर पाखे अच्छे भाई ओडिशा रे बहुत सारा लोकर पाखे आयुष्मान कार्ड ही नहीं न अपन मैंने चेक कर देखुन बहुत सारा लोग के एबे सरकार आइला परे बनी जीवा मुई नहीं बोलबार हेले एबे अपन चेक करो फैक्ट चेक करो अपन मनकर पाखे जेंटा कि बिजु स्वास्थ्य कार्ड सबकर घरे घरे थिबा से पर्सन रो से व्यक्ति के जेन माने कि भाबसन नवीन पट्टनायक काଣା କରିଛେ ଭାଇ ତାର ବାପା नहीं नो तार माँ नहीं नो तार बुआ नहीं नो तार माने तार भाई दादा किछि भी नहीं नो ହେଲା ସେ ଓଡିଶାକେ ନିଜର ଭାବିକରି ସେ ତ ଓଡିଶାକେ ନିଜର ଭାବିକରି ସେ ଯଦି ପାଲନ ପୋଷଣ କରୁଛେ ସେ କେତେ କାଣା ଡେଭଲପମେଣ୍ଟ କରୁଛେ ଦେଖ ତମେ ଏବେ ଏୟାରପୋର୍ଟ ଦେଖ ଗୁଜରାଟ ଏୟାରପୋର୍ଟ ଦେଖବ ସାଇଡରେ ଲଗେଇବି ଗୁଜରାଟ ଏୟାରପୋର୍ଟ ତମେ ଦେଖବ আর ଓଡିଶାର ବସ୍ ଷ୍ଟାଣ୍ଡ ମାନେ ତମେ ଦେଖବ ମୁଡ ଖରାପ ହେଇଯିବ ତମର ମୁଡ ଖରାପ ହେଇଯିବ ତମେ ପାଗଲ ହେଇଯିବ ମାନେ ଏତେ ହିସାବରେ ଓଡିଶାରେ ଡେଭଲପମେଣ୍ଟ ହେଇଛେ ଯେ ଗୁଜରାଟର ଏୟାରପୋର୍ଟ ବି କିଛି କାମ ନେଇ ଦଉଛେ ଓଡିଶାର ବସ୍ ଷ୍ଟାଣ୍ଡ ର ମାନେ ମୁକାବିଲା नहीं करिपारे हेते कैपेसिटी अच्छे ओडिशार बस स्टैंड रो हला गोटे एयरपोर्ट साथे तुम कंपेयर कर देख एयरपोर्ट रो केते भल हेबार कथा हेले इने जेनटा कि हमर नवीन पट्टनायक जेते भल काम करिछन माने केते माने 5 टଙ୍କା रे जेनटा कि आहार केंद्र खोली दिछन आपन मन का लागि जे माने हॉस्पिटल जो तिले भाबी दियो हॉस्पिटल केतरा लोग जो थिले के खाइबा के नहीं पोते से मन को लागि 5 टଙ୍କା रे मात्र 5 टଙ୍କା से लगी खाइबारटा व्यवस्था हो आराम से आपने मेडिमिल खेगर आपने माने बहुत सारा लोग जेनटा एंजॉय कर मुई भी खाइछे बहुत सारा लोग भी खाइछन आउ बहुत सारा लोग भल भी लगसी कहीं 5 टଙ୍କା दौन बहुत भल कथा दौन हेले आपने कहे नवीन पट्टनायक तो किसी नहीं करदेला ओडिशा रे काଣା କରିଦେଇଛି ମୁଁ ଆପଣଙ୍କୁ ଏବେ କହିତେଲ ଚାଲୁଛି ଆପଣମାନେ ଶୁଣିତେଲ ଚାଲୁ ଯେ ତାର ମା ବାପା ନିନ ଭାବି କରି ଓଡ଼ିଶାରେ ବହୁତ ଯେନ୍ତା କି ଡେଭଲପମେଣ୍ଟ କରିନେଲା ବହୁତ ସାରା ଯେନ୍ତା କି କାମ କରିନେଲା ତାପରେ ବି ଲୋକ କାଣା ଭାବସନ୍ यार କାଣା କରିଛି ମୁଁ ଏବେ ଆଗକୁ ଆପଣଙ୍କୁ କହିଦେଉଛି ପୁରା କେ ନେତା ମାନେ କି ମାନେ ତମର ନାଇଁ କେ ନେତା ମାନେ ତମେ ଯାଇଥିଲେ କେଁ ଯେତେବେଳେ ଓଡ଼ିଶା ଭାଷାର ଯେତେବେଳେ ସମ୍ମିଳନୀ ହେଲା ଯେତେବେଳେ ଓଡ଼ିଶାର ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆର ସମ୍ମିଳନୀ ହେଲା ସେତେବେଳେ କେତେଟା ଲୋକ ମତେ ଜିତିଲେ ମତେ କୁହ ତ ବହୁତ ସାରା ନେତା ତ ଯେଇ ନେଇଥିଲେ ହେନ୍ତା ତ ଗଜ ମୁରୁଖ ମାନେ ସବୁ ଅଛନ୍ ମୁରୁଖ ମାନେ ଯେନ୍ ମାନେ ଅଛନ୍ ସେମାନେ ତ ବହୁତ ମୁରୁଖ ମାନେ ହେଲା କାହିଁକି ନା ଓଡ଼ିଶାର ଯେତେବେଳେ ଓଡ଼ିଆ ଭାଷା ଯେତେବେଳେ ସମ୍ମିଳନୀ ହେଲା ଯେତେବେଳେ ବିଶ୍ୱ ଦରବାରରେ ଯେତେବେଳେ ହେଲା ଓଡ଼ିଆର ସମ୍ମିଳନୀ ସେତେବେଳେ କେନ୍ କେନ୍ ମାନେ କେନ୍ ନେତା ଗୁଟେ ହେଲେ ଯାଇଥିଲେ ମତେ କୁହ ଯେନ୍ଟା କି ଆମର ମାନେ ଯେନ୍ଟା କି ଓଡ଼ିଶାର ସରକାର ଯେନ୍ଟା କି ନବୀନ ପଟ୍ଟନାୟକ ଥିଲେ ସେ ହିଁ ଯେନ୍ଟା କି ଓଡ଼ିଶାର ବିଶ୍ୱର ପହେଲା ଓଡ଼ିଆ ଭାଷା ସମ୍ମିଳନୀ ଯେନ୍ଟା କି ହେଇଥିଲା ନବୀନ ପଟ୍ଟନାୟକ କରିଥିଲେ ସେଇଟା କରାଲା ଟାଇମ୍ରେ ବହୁତ ସାରା ନେତାମାନେ ଯେନ୍ଟାକି ନେଇଯାଇଥିଲେ କାହିଁକି ନେଇଯାଇଥିଲେ ୟାର ତମେ ଯାଇଥିତ ଓଡ଼ିଆ ଅସ୍ମିତା ବିଷୟରେ କିଛି ଜାଣିଥିତ ଓଡ଼ିଆ ସଂସ୍କୃତି ବିଷୟରେ କିଛି ଜାଣିଥିତ ଓଡ଼ିଆ ଭାଷା ବିଷୟରେ କିଛି ଜାଣିଥିତ ଆପଣ ମାନେ କାହିଁ ହେଲା ଯେ ଆପଣ ମାନେ ଯେ ବହୁତ ସାରା ନେତା ମାନେ ଯେନ୍ଟାକି ନେଇଛେ ଏଇଟା ଯେନ୍ଟାକି ଆପଣ ଜାଣିଥିବେ ଯେନ୍ଟାକି ନବୀନ ପଟ୍ଟନାୟକ ବହୁତ ସାରା କାମ କରିଦେଇଛନ୍ ଆରୁ କାଣା କରିଦେଇଛନ୍ ମୁଇଁ ଆପଣଙ୍କୁ ପୁରା ଫୁଲ ଡିଟେଲ୍ସରେ କହିଦେମି ଆପଣ ଯଦି ଏନ୍ତା ଏନ୍ତା ଭିଡ଼ିଓ ଦେଖବାର୍ ଲାଗି ମାନେ ଭଲ ଲାଗ୍ସି ତାହେଲେ ଆପଣମାନେ ଆମ ୟୁଟ୍ୟୁବ ଚ୍ୟାନେଲকে ଟିକେ ସବସ୍କ୍ରାଇବ କରିଦେବେ ଭିଡ଼ିଓକେ ଲାଇକ୍ କରିଦେବେ ମୁଇଁ ନା ଆପଣଙ୍କୁ ଫୁଲ ଡିଟେଲ୍ସ ଯେନ୍ଟାକି କହିଦେମି ଯେଟା ଆପଣମାନେ ପୁରା କ୍ଲିୟର ହେଇଯିବେ ଓଡ଼ିଶାର ଏତେ ପରଫେକ୍ଟ ହିସାବରେ ଯେନ୍ଟାକି କାମ କରିଛନ୍ ଶ୍ରୀ ନବୀନ ପଟ୍ଟନାୟକ ସେଥିର୍ଲାଗି ବୋଲିକିନି ବିଜେପିର ସରକାର ଯେନ୍ଟାକି ନରେନ୍ଦ୍ର ମୋଦି ଯେନ୍ଟାକି प्राइम मिनिस्टर अछन से मने भी तारीफ करिछन कि ओडिशा के डेवलपमेंट करवार लगी
ନବୀନ ପଟ୍ଟନାୟକର ବହୁତ ସାରା ହାତ ଅଛି ବୋଲିକରି ଆପଣମାନେ ଯେନ୍ କୌଣସି ନ୍ୟୁଜ୍ ଚ୍ୟାନେଲ୍ରେ ବି ଦେଖିପାରିବେ କି ଆପଣଙ୍କ ବହୁତ ସାରା ଭିଡ଼ିଓ ବି ଭାଇରାଲ୍ ହେଉଛି ଆପଣମାନେ ସେଟା ବି ଦେଖିପାରିବେ କି ନବୀନ ପଟ୍ଟନାୟକ କେତେ ମାନେ କେତେ ଆଗ୍ରହ ସହିତ ଯେନ୍ଟାକି ନରେନ୍ଦ୍ର ମୋଦି ହେବେ କହୁଛନ୍ ହେଲେ କାଣା କରିବେ ଯେତେବେଳେ ଇଲେକ୍ସନ୍ ଟାଇମ୍କେ ପଳେଇଆଲେ ସାଙ୍ଗେ ସାଙ୍ଗେ ଚେଞ୍ଜ ହେଇଗଲେ କାଣା କରିଛନ୍ ଓଡ଼ିଶା ଲାଗି ହେଲେ ଯେତେବେଳେ ଚାହୁଁଥିଲେ ଡେଭଲପମେଣ୍ଟ କରୁଥିଲେ ଯେତେବେଳେ ବାତ୍ୟା ମାନେ ଆସିଥିଲା ଝଡ଼ ବାତ୍ୟା ଆସିଥିଲା ସେ ବେଳକେ ଓଡ଼ିଶାର ଏତେ ପ୍ରଶଂସା କରୁଥିଲେ ନବୀନ ପଟ୍ଟନାୟକ ଯେନ୍ଟାକି ଆପଣଙ୍କୁ ବହୁତ ସାରା କାମ କରିଦେଇଛନ୍ ସେଥିର୍ଲାଗି ବୋଲି ପ୍ରଶଂସା କରୁଥିଲେ ଆପଣଙ୍କର ଆମର ପିଏମ୍ ନରେନ୍ଦ୍ର ମୋଦି। ମୁଇଁ ଯେବେଠୁ ଜାଣିଛେ ନବୀନ ପଟ୍ଟନାୟକ ଆପଣମାନେ ବହୁତ ସାରା ଲୋକ ଜାଣିଥିବେ ନା ତାର ବାପା ଅଛି ନା ତାର ମା ଅଛି ନା ତାର କେହି ଅଛି ନା ତାର ଭାଇ ନା ତାର ଦାଦା ଅଛି ଓଡ଼ିଶାର 1.5 କୋଟି ଲୋକ ଯେନ୍ଟାକି ସେ ନିଜର ପରିବାର ବୋଲିକରି ନିଜର ଭାବିକରି ସେ ଯଦି ଏତେ କାମ କରୁଛି ତାହେଲେ ତାକେ ତମେ ଇଲେକ୍ସନରେ ତମେ ତାକେ କଦମ କରିଦେଲ ମୁଁ ସେଇ କଥା ନେଇ ଇଲେକ୍ସନରେ ସେ ହାରିଦେଲା କିଛି କଥା ନାହିଁ ହେଲେ ଯେତେବେଳେ 4.5 କୋଟି ଓଡ଼ିଆକେ ସେ ନିଜର ଭାବିକରି ବହୁତ ସାରା ଯେନ୍ଟାକି କାମ କରିଛି ଡେଭଲପମେଣ୍ଟକୁ ବହୁତ ସାରା କାମ କରିଛି ଆପଣଙ୍କୁ ବହୁତ ସାରା ଯେନ୍ଟାକି ଏବେ ଯେଉଁମାନେ ଦାଦନ ସମସ୍ୟା ସେ କହୁଛନ୍ତି ଆମେ ସଲ୍ଭ କରି ଆସିଥିଲା ହେଲେ ଆପଣମାନେ ବୁଝି ନି ପାରିଲେ ତାର କଥା ସରକାର ଆପଣମାନେ ଚେଞ୍ଜ କରିଦେଲେ ହେ ନେକ୍ସଟ ସରକାର ଅଛି ସେ ସରକାର କାଣା କରିବ ଆପଣମାନେ ଭାବୁ ଯେତେବେଳେ ନବୀନ ପଟ୍ଟନାୟକ ନ୍ୟୁଜ୍ ପର୍ସନାଲ ଯେତେବେଳେ ଜାଣିଥିଲି ଯେ ତାର ନା କେହି ମା ଅଛନ୍ ନା କେହି ତାର ବାପା ଅଛନ୍ ନା କେହି ତାର ଭାଇ ନା ଦାଦା ଅଛନ୍ ସିଏ ଯେତେବେଳେ ଓଡ଼ିଶାର 4.5 କୋଟି ଲୋକ କେହି ନିଜର ପରିବାର ଭାବିକରି ଯେନ୍ ହିସାବରେ ଚଲୁଥିଲା ଯେତେ ଭଲ ହିସାବରେ ଚଲୁଥିଲା ଆଉ ଯେତେ ଭଲ କାମ ମାନେ କରୁଥିଲା ସେ କାମ ବହୁତ ସାରା ଲୋକ ଏବେ ମିସ୍ କରିବେ କାହିଁକିନା ଏବେ ଆପଣଙ୍କର ଆଉ ଆମର ମୋର ଯେତେବେଳେ ଓଡ଼ିଶାର ସିଏମ୍ ହିଁ ଏବେ ନେଇନ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏଇଟା ବହୁତ ସେ ଦୁଃଖ ଲାଗ୍ବା ମତେ ବି ବହୁତ ସେ ଦୁଃଖ ଲାଗ୍ବା ଆପଣଙ୍କୁ ଯେନ୍ମାନେ ପଚାରୁଥିଲେ ବାବୁ ଓଡ଼ିଶାର ସିଏମ୍ କିଏ ବୋଲେ ଆମେ କହୁଥିଲୁ ସାର୍ ନବୀନ ପଟ୍ଟନାୟକ ବୋଲିକରି ହେଲେ ଏଟା ଏବେ ସେ ଦୁଃଖ ଆମକେ ଲାଗ୍ବା ଆଉ ଆପଣମାନେ ଭାବିଥିବେ ବହୁତ ସାରା ଲୋକ ତ ଏବେ ହେନ୍ତା ହିଁ ମନର କାହାଣୀ ଗଣି ଦେଇଛନ୍ ହେଲେ ବିଜୁ ବାବୁ ଯେନ୍ ଟାଇମ୍ ଥିଲେ ସେ ଟାଇମ୍ ତ କରିଥିଲେ ବିଜୁ ବାବୁ ଯେମିତି ଚାଲିଗଲେ ତାପରେ ଆପଣଙ୍କର ଆସିଥିଲେ ନବୀନ ପଟ୍ଟନାୟକ କେତେ ସାରା କାମ କରିଛନ୍ ଓଡ଼ିଶା ଲାଗି କେତେ ସରକାର କରବା କେନ୍ ସରକାର କରବା ବୋଲେ ତ ଆପଣ କହୁନ୍ ଆରେ ଏଇ ସରକାର ବିଜେପି ସରକାର 5 ବର୍ଷ ରହିବା ହେଲା 5 ବର୍ଷ ଭିତରେ କାଣା ଡେଭଲପମେଣ୍ଟ କରବା ଆମେ ସେଟା ବି ଦେଖ ତ ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଆପଣ ଆମ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିଦେବେ ଭିଡ଼ିଓକୁ ଲାଇକ୍ କରିଦେବେ ମିଳିବା ଗୋଟେ ଭିଡ଼ିଓରେ ଜୁହାର ଜୟ ମା ସମଲେଇ।